ବିଂଶ ଶତାବ୍ଦୀ ପୂର୍ବରୁ ମଣିଷ ସଭ୍ୟତା ସେତିକି ବିକଶିତ ନଥିଲା। ଧୀରେ ଧୀରେ ସମୟର କାଳ ଅନୁସାରେ ବିଂଶ ଶତାବ୍ଦୀର ମଧ୍ୟଭାଗରେ ଆମ ମନୁଷ୍ୟ ସଭ୍ୟତା ବହୁତ ମାତ୍ରାରେ ବିକଶିତ ହେବାକୁ ଲାଗିଲା। ସବୁ ଦେଶ ମଧ୍ୟରେ ଆମେ କେମିତି ସ୍ପେସ୍କୁ ଏକ୍ସପ୍ଲୋର କରିପାରିବା, କେଉଁ ଦେଶ ଫାଷ୍ଟ ଆମ ସ୍ପେସ୍କୁ ଯିବ, କେଉଁ ଦେଶ ଚନ୍ଦ୍ରକୁ ଯିବ, ସମସ୍ତଙ୍କ ମଧ୍ୟରେ ଗୋଟିଏ କମ୍ପିଟିସନର ମନୋଭାବ ଆସିଲା। ପ୍ରଥମେ ଆମର USA ଏବଂ USSR ଏଇ ଦୁଇ ଦେଶ ମଧ୍ୟରେ କୋଲ୍ଡ ୱାର୍ ହେଲା। ଦୁଇ ଦେଶ ମଧ୍ୟରେ ଗୋଟେ କମ୍ପିଟିସନ୍ ହେଲା, କିଏ ପ୍ରଥମେ ସ୍ପେସ୍କୁ ଯାଇପାରିବ, କିଏ ସ୍ୟାଟେଲାଇଟ୍ ଲଞ୍ଚ କରିପାରିବ, କିଏ ଚନ୍ଦ୍ରକୁ ଯାଇପାରିବ। ତ ସେହି ସମୟରେ ଯେଉଁ ସୋଭିଏତ ୟୁନିୟନ୍ ଥିଲା USSR, ତା'ର ଫାଷ୍ଟ ସ୍ୟାଟେଲାଇଟ୍, ଆମ ପୃଥିବୀର ଫାଷ୍ଟ ସ୍ୟାଟେଲାଇଟ୍ ସ୍ପୁଟନିକ୍ 1 ଲଞ୍ଚ କରିଥିଲା 1957 ମସିହା ଅକ୍ଟୋବର 4 ତାରିଖ। ତା ଫଳରେ କ'ଣ ହେଲା, ନେକ୍ସଟ ଇୟର USA ମଧ୍ୟ ତା'ର ଫାଷ୍ଟ ସ୍ୟାଟେଲାଇଟ୍ ଏକ୍ସପ୍ଲୋରର 1 1958 ମସିହା ଜାନୁଆରୀ 31 ତାରିଖ ଲଞ୍ଚ କରିଥିଲା। ଧୀରେ ଧୀରେ କ'ଣ ହେଲା, ଆମ ଭାରତର ମଧ୍ୟ ସ୍ପେସ୍ ଯେଉଁ ଇସ୍ରୋ ଗଠନ ହେଲା ଏବଂ ଧୀରେ ଧୀରେ ଆମର ଇସ୍ରୋର ପ୍ରୟାସ ଫଳରେ ଆର୍ଯ୍ୟଭଟ୍ଟ 1 ଆମର ଇଣ୍ଡିଆର ଫାଷ୍ଟ ସ୍ୟାଟେଲାଇଟ୍ ଆର୍ଯ୍ୟଭଟ୍ଟ 1 1975 ମସିହା ଏପ୍ରିଲ 19 ତାରିଖ ଲଞ୍ଚ ହେଲା। ତ ସ୍ୟାଟେଲାଇଟ୍ କ'ଣ, ସ୍ୟାଟେଲାଇଟ୍ ହେଉଛି ସ୍ୟାଟେଲାଇଟ୍ ମାଧ୍ୟମରେ ଆମେ ୱେଦର ଫୋରକାଷ୍ଟିଂ କରିପାରିବା, ଆମର ପାଣିପାଗ ସବୁ ଜାଣିପାରୁଛୁ। ଆମ ଯେଉଁ କମ୍ୟୁନିକେସନ୍ ହେଉଛି ସ୍ୟାଟେଲାଇଟ୍ ମାଧ୍ୟମରେ ଆମେ ଟିଭି ଦେଖିପାରୁଛୁ, ମୋବାଇଲର ବ୍ୟବହାର କରିପାରୁଛୁ, ସାଇଣ୍ଟିଫିକ୍ ରିସର୍ଚ୍ଚ କରିପାରୁଛୁ। ଯେତେ ବି ଆମର ନେଭିଗେସନ୍ ଅଛି, ଯେମିତି GPS ଅଛି, ତା'ର ମଧ୍ୟ ଆମେ ବ୍ୟବହାର କରିପାରୁଛୁ। ତ ସ୍ୟାଟେଲାଇଟ୍ ଆମର ଯେଉଁ ଆର୍ଥର ଅର୍ବିଟ୍ ଅଛି, ଆର୍ଥର ଅର୍ବିଟ୍ରେ ସଦାସର୍ବଦା କ'ଣ ବହୁତଟି ସ୍ୟାଟେଲାଇଟ୍ ଲଞ୍ଚ କରୁଛି। ତ ଫାଷ୍ଟ ସ୍ୟାଟେଲାଇଟ୍ ହେଲା ସ୍ପୁଟନିକ୍ 1 ଏବଂ ସେକେଣ୍ଡ ସ୍ୟାଟେଲାଇଟ୍ ହେଲା ଏକ୍ସପ୍ଲୋରର 1 ଏବଂ ଇଣ୍ଡିଆର ଫାଷ୍ଟ ସ୍ୟାଟେଲାଇଟ୍ ହେଲା ଆର୍ଯ୍ୟଭଟ୍ଟ 1। ତିନୋଟି ମନେ ରଖିବ। ବର୍ତ୍ତମାନ ସବୁ ଦେଶ ସ୍ୟାଟେଲାଇଟ୍ ଲଞ୍ଚ କରିସାରିଲେଣି। ବହୁତଟି ଦେଶ ଅଛି, ହଜାର ହଜାର ସଂଖ୍ୟାରେ ପ୍ରତିଦିନ ସ୍ୟାଟେଲାଇଟ୍ ଲଞ୍ଚ ହେଉଛି। କିନ୍ତୁ ଏଇ ତିନୋଟି ସମସ୍ତେ ମନେ ରଖିବ। ଯେତେ ମଣିଷ ସଭ୍ୟତା ଆଗକୁ ଯିବ, ଆହୁରି ଆମେ ସାଇନ୍ସର ଫିଲ୍ଡରେ ଆଗେଇବା ଏବଂ ବର୍ତ୍ତମାନ ଚନ୍ଦ୍ରରେ ମଧ୍ୟ ମଣିଷ ପାଦ ଥାପି ସାରିଲାଣି। ଧୀରେ ଧୀରେ ଆମେ ମଙ୍ଗଳରେ ଆମେ ବସତି ସ୍ଥାପନ କରିବା। ଜୟ ହିନ୍ଦ।